ମୋ ନାଁ ହେଲା ଦେବେନ୍ଦ୍ର ଗଢ଼େଇ, ସାହାଣଶୁଣି ମେଳା କମିଟିର ଉଦ୍ୟୋକ୍ତା। ଆଉ ଆମର ମକର ସଂକ୍ରାନ୍ତିରୁ ମେଳା ଷ୍ଟାର୍ଟ ହୁଏ 14ରୁ 23 ପର୍ଯ୍ୟନ୍ତ। 14 ତାରିଖରୁ ମକର ସଂକ୍ରାନ୍ତି ଷ୍ଟାର୍ଟ ହୁଏ। ମକର ସଂକ୍ରାନ୍ତିରୁ 18 ତାରିଖକୁ ମହୋତ୍ସବ ଷ୍ଟାର୍ଟ ହୁଏ, ସାହାଣଶୁଣି ମକର ମହୋତ୍ସବ। ସେଠି ମହୋତ୍ସବର ସବୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆଉ ପ୍ରବଚକ, ସଙ୍ଗୀତ, ନୃତ୍ୟ, ଓଡ଼ିଶୀ ସବୁ ସେକ୍ସନରୁ କାର୍ଯ୍ୟକ୍ରମ 18 ତାରିଖ ପର୍ଯ୍ୟନ୍ତ ହୁଏ। 18 ତାରିଖରୁ 2ଟି ଯାତ୍ରା ପାର୍ଟି, ଧଉଳି ଗଣନାଟ୍ୟ, କୋଣାର୍କ ଗଣନାଟ୍ୟ, ଲଢ଼େଇ ଯାତ୍ରା। ହଁ, ଯାଜପୁର କେଉଁଝର ସୀମାନ୍ତ ମାନେ ପ୍ରବଳ ଲୋକର ସମାଗମ ସେଠି। ଯାତ୍ରା ପାର୍ଟି 2ଟା ବି ଏକକାର ଅଛନ୍ତି। ଏ ବର୍ଷ ବି ବହୁତ ପ୍ରସ୍ତୁତି 2026 ପାଇଁ ବହୁତ ଆଡ଼ମ୍ବର ହେଇଛି। ଆଉ ବହୁତ ବଜାର ଦୋକାନ ଘାଟ ସବୁ ପଡ଼ିକି ବହୁତ ଲୋକଙ୍କ କେଉଁଝର ଆଉ ଯାଜପୁର, ଭଦ୍ରକ 3ଟା ବର୍ଡ଼ର ରହୁଛି ଆମର ସେଟା। ପୁରା 3ଟା ବର୍ଡ଼ରରେ ଫଙ୍କସନ୍ଟା ହୁଏ। ଯାତ୍ରାର ଏତେ କଣ୍ଟ୍ରୋଭର୍ସି ଭିତରେ ବି ବର୍ତ୍ତମାନ ଯାତ୍ରା ଦର୍ଶକମାନେ ଯାତ୍ରାକୁ ଭୁଲିବାକୁ ଚେଷ୍ଟା କଲେଣି ଏବଂ କମିଟିମାନେ ମଧ୍ୟ ବହୁତ ଲସ୍ ଖାଉଛନ୍ତି। କିନ୍ତୁ ଆପଣମାନେ ଦିନକୁ ଦିନ କିଛି ରିସ୍କ ନେଉଛନ୍ତି। କିଛି ଆମ କମିଟିର ଲାଭ କ୍ଷେତ୍ରରେ କିଛି କଥା ନାହିଁ। ଏଠି ମନୋରଞ୍ଜନ କାର୍ଯ୍ୟକ୍ରମ ହୁଏ, ଲସ୍ କମିଟି କରେ ବୁଝେ, ଲାଭ ପ୍ରଫିଟ୍ର କିଛି ତର୍ଜମା ନାହିଁ। ଆଉ ସେଠି ଆମକୁ ପ୍ରଶାସନ ବହୁତ ଫୁଲ୍ ଦମରେ ସାହାଯ୍ୟ କରନ୍ତି। ଆଉ ଗାଁ କମିଟି ପିଲାମାନେ, ଯୁବକମାନେ ସମସ୍ତଙ୍କ ଏକଜୁଟରେ ଭଲ ଫସଲଟି ଭଲ ଦେଇଥାଏ। ପ୍ରତ୍ୟେକ ଦିନ ହଜାର ଦର୍ଶକ ସେମାନେ କ'ଣ ମେସେଜ୍ କରିବେ? ସେମାନଙ୍କୁ ମେସେଜ୍ ଦେଉଛି, ଶୃଙ୍ଖଳାଗତରେ ଅନୁଷ୍ଠାନଟି ଚାଲିଛି, ସମସ୍ତେ ଆସିକି ଅନୁଭବ କରନ୍ତୁ। 2026 ତାଙ୍କ ପାଇଁ ବି ମଙ୍ଗଳମୟ ହଉ। ସବୁ ଅନୁଷ୍ଠାନକୁ ଆମୋଦ ପ୍ରମୋଦ କରି ମଜା ନିଅନ୍ତୁ। 14ରୁ 23 ପର୍ଯ୍ୟନ୍ତ ରହିଯିବ। 18 ପର୍ଯ୍ୟନ୍ତ ମହୋତ୍ସବ, 18 କତରୁ ଅପେରା ଧଉଳି, 18, 19, 20, 21, 22, 23 କୋଣାର୍କ। 14ରୁ ମହୋତ୍ସବ ଷ୍ଟାର୍ଟ। 14 ତାରିଖରେ କୁନି ପ୍ରବଚକ ଆସିଛି ଆମର କେଶବ ଦାସ। ଆଉ 15 ତାରିଖ ଅଛି ରୁକ୍ସନା, ଜଣେ ସିଙ୍ଗର, ତା ଅର୍କେଷ୍ଟ୍ରା ସହିତ ରହିଛି। 16 ତାରିଖ ରହୁଛି ଦୀପ୍ତିରେଖା ପାଢ଼ୀ। 17 ତାରିଖ ରହୁଛି ସ୍ୱୟଂ ପାଢ଼ୀ। ଆଉ ଏଠି ଗେଷ୍ଟ ବି ରହୁଛନ୍ତି। ସବ୍ କଲେକ୍ଟର, ତହସିଲଦାର ଫାଷ୍ଟ ଗେଷ୍ଟ ଅଛନ୍ତି, SP କଲେକ୍ଟର ଅଛନ୍ତି ଗେଷ୍ଟ, ବିଧାୟକ ଅଛନ୍ତି, କୋରେଇ ବିଧାୟକ ଆକାଶ ଦାସ ନାୟକ ଅଛନ୍ତି, ସିଦ୍ଧାନ୍ତ ମହାପାତ୍ର ଅଛି, ଶୀତମ ଦାସ ରହିଛନ୍ତି। 3 ଜଣ ଷ୍ଟାର୍ ବି ଅଛନ୍ତି। ଲାଷ୍ଟ ଡେ 17 ତାରିଖ। ମହୋତ୍ସବଟି ମୋଟାମୋଟି ଭଲସେ ତିଆରି ବନା ହେଇଛି ଆଉ ରହୁଛି ଆଉ। ଜଗନ୍ନାଥ ନମସ୍କାର ଦର୍ଶକ ବନ୍ଧୁ, ଓଡ଼ିଶା ଯାତ୍ରା ହାଲଚାଲର ଆଉ ଗୋଟିଏ ନୂଆ ଅଧ୍ୟାୟକୁ ସ୍ୱାଗତ ଜଣାଉଛି ମୁଁ ମୋଟୁ। ଦର୍ଶକ ବନ୍ଧୁ, ଲଗାତାର ଭାବରେ ଆପଣଙ୍କୁ ପୂର୍ବ ବର୍ଷ ମଧ୍ୟ ଆମେ ଦେଖାଇଥିଲୁ ମା ସାହାଣଶୁଣିଙ୍କ ମକର ଯାତ୍ରାର ଶ୍ରୀଧା ପ୍ରସାରଣ। ସବୁବେଳେ ଗାଁ କମିଟି, ଗାଁର ସମସ୍ତ କର୍ମକର୍ତ୍ତା ଅନୁଷ୍ଠାନକୁ ଗୁରୁତ୍ୱ ଦିଅନ୍ତି ଏବଂ ଗୁରୁତ୍ୱପୂର୍ଣ୍ଣ କଥା 3ଟି ଜିଲ୍ଲାର ସୀମାନ୍ତ ହେତୁ ହଜାର ସଂଖ୍ୟାରେ ଦର୍ଶକମାନେ ମଧ୍ୟ, ସବୁଠାରୁ ବଡ଼ କଥା 15 ଦିନ ଧରି ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଗାଁର କମିଟି ଏବଂ ପ୍ରଶାସନର ସବୁବେଳେ ସହଯୋଗ ଥାଏ। ଚଳିତ ବର୍ଷ 2026 ମସିହା ପାଇଁ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା 2ଟି ଓଡ଼ିଶା ଯାତ୍ରା ଜଗତର ବଡ଼ ଯାତ୍ରା ଅନୁଷ୍ଠାନ ମଧ୍ୟ ଲଢ଼େଇ କରିବେ। ଆପଣମାନଙ୍କୁ ନିଶ୍ଚିତ ଭାବରେ ଆମେ ଆସନ୍ତା 18ରୁ 21 ପର୍ଯ୍ୟନ୍ତ ସିଧା ପ୍ରସାରଣ ମାଧ୍ୟମରେ ଦେଖାଇବୁ। ଆଜି ପାଇଁ ରହିଲୁ, ଜୟ ଜଗନ୍ନାଥ।